ପଲ୍ଲବୀ ପୋଲିସ ଷ୍ଟେସନ ଯାଉଥିବେ ଆଉ ମାୟା କହିବେ ପଲ୍ଲବୀ ଘରୁ ବାହାରକୁ ପାଦ ବି ରଖିବନି। ତାପରେ ପଲ୍ଲବୀ ଅଟକି ଦେବେ। ତାପରେ ମାୟା ଭିତରକୁ ଆସିବେ। ମାୟାକୁ ଦେଖି ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଆଉ ସମସ୍ତେ ଖୁସି ହେଇଯିବେ। ତାପରେ ରୁବି ପାଖକୁ ଆସି କହିବେ ମାୟା ତୁ ଫେରି ଆସିଲୁ କାହିଁକି? ତାପରେ ମାୟା କହିବେ କାଇଁ ମୁଁ ଫେରି ଆସିଲି ବୋଲି ତୁ ଖୁସି ନାହିଁ କି ଦିଦି? ତାପରେ ରୁବି କହିବେ ଆରେ ନାଇଁ ନାଇଁ ତତେ ଦେଖି ମୋତେ ବହୁତ ଖୁସି ଲାଗିଲା। ଏତିକି ଦିନ ତୁ ଘରେ ନଥିଲୁ ପ୍ରତିଦିନ ମୋତେ ଗୋଟେ ଗୋଟେ ଯୁଗ ଭଳି ଲାଗୁଥିଲା। ତାପରେ ଆଦର୍ଶ ମାୟାଙ୍କ ପାଖକୁ ଆସି କହିବେ ମା କହିକି ହକ୍ କରିବେ ଆଉ ପୁଣି କହିବେ ମୁଁ ଜାଣିଥିଲି ମା ତମେ ମୋ ପାଖରୁ ବେଶୀ ଦିନ ଦୂରେଇ ରହିପାରିବନି। ତମେ ଆମ ସମସ୍ତଙ୍କ ପାଖକୁ ନିଶ୍ଚୟ ଫେରିବ ମୁଁ ଜାଣିଥିଲି ମା। ତାପରେ ମମତା ଦିଦି କହି ପାଖକୁ ଆସିବେ ଆଉ କହିବେ ସତରେ ଦିଦି ତମେ ନଥିଲ ଏ ଘର ପୁରାପୁରି ଖାଁ ଖାଁ ଲାଗୁଥିଲା। ତମେ ଏଥର ଆସିଗଲ ଏଥର ଦଶହରା ଖୁବ୍ ଜମିବ। ତାପରେ ରୁବି କହିବେ ମାୟା ତତେ ମୁଁ କ'ଣ କହିଥିଲି ସବୁ ଭୁଲିଗଲୁ କାହିଁକି ତୋ ବଡ଼ପଣକୁ ତଲେ ପକଉଛୁ? ତାପରେ ମାୟା କହିବେ ଦିଦି ମୋତେ ତ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ମୁଁ ଘରକୁ ଫେରି ଆସିଛି ବୋଲି ମୋ ଭଉଣୀ ଖୁସି ନୁହଁ? ଏପଟେ ଯେଉଁମାନଙ୍କର ମୋର ଆଶା ନଥିଲା ସେମାନେ ତ ମୋତେ ଦେଖି ବହୁତ ଖୁସି ହେଉଛନ୍ତି। ଆରେ ମୁଁ ନିଜେ ବୁଝିପାରୁନି ଦିଦି ଏ ଘରେ ସତ କ'ଣ ଆଉ ମିଛ କ'ଣ? ତାପରେ ମମତା କହିବେ ଦିଦି ତମେ ଏସବୁ ପାଇଁ ଜମାରୁ ବି ଚିନ୍ତା କରନି। ତମକୁ ଦେଖି ଆମେ ବହୁତ ଖୁସି। ତାପରେ ଗୌରବ କହିବେ ହଁ ବଡ଼ ମା ଆପଣ ଘରେ ନଥିଲେ ଯେ ଘରଟା ମୁରବି ଶୂନ୍ୟ ଲାଗୁଥିଲା। ଏବେ ଆପଣ ଫେରି ଆସିଲାଣି ମାନେ ଏବେ ଘରକୁ ପୁଣି ଶାସନ ଶୃଙ୍ଖଳା ଫେରି ଆସିବ। ତାପରେ ପଲ୍ଲବୀ କହିବେ ମାମା ଏବେ କିନ୍ତୁ ପ୍ଲିଜ୍ ମୋତେ ପରମିଶନ ଦିଅନ୍ତୁ। ମୋତେ ଡ୍ୟୁଟିକୁ ନିହାତି ଯିବାକୁ ପଡ଼ିବ। ତ ଦର୍ଶକ ବନ୍ଧୁ ସତରେ କ'ଣ ମାୟା ପଲ୍ଲବୀଙ୍କୁ ଡ୍ୟୁଟି ଯିବାକୁ ପରମିଶନ ଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।